ତଳର ଯେତେବେଳେ ମୁଁ ନୂଆରେ ଯୀଶୁଙ୍କୁ ଗ୍ରହଣ କରିଥିଲି। ଖ୍ରୀଷ୍ଟିଆନ ତ ଥିଲି, ମୁଁ ଆଗରୁ କହିଛି ଜନ୍ମରୁ ଖ୍ରୀଷ୍ଟିଆନ ଥିଲି। ଆଉ ଜିଏଲସି ଆରମ୍ଭ ହେଲା ଯେତେବେଳେ କୋଟପାଡ଼ରେ ସେମିନାର ଯେତେବେଳେ ଆରମ୍ଭ ହେଲା ସେତେବେଳକୁ ଫାଷ୍ଟ ବେଚ୍ ହଉଛନ୍ତି ମୋର ଜେଜେ ବାପା ଗୁରୁ। ସେଇ ହିସାବରେ ଆମେ ଖ୍ରୀଷ୍ଟିଆନ ଥିଲୁ, କିନ୍ତୁ ପ୍ରକୃତରେ ମୁଁ ଖ୍ରୀଷ୍ଟିଆନ ନଥିଲି। ଯୋଉଦିନ ମୁଁ ଯୀଶୁଙ୍କୁ ଗ୍ରହଣ କଲି ତାପରେ ପରେ ଆଜି ମନେ ପକଉଛି ସ୍ୱାଲ ସିଂ, ଆଜ୍ଞା ପାଷ୍ଟର ସ୍ୱାଲ ସିଂ, ଆଉ ସିଏ ମତେ ଯୀଶୁଙ୍କ ପାଖକୁ ଆଣିଲେ। ଆଉ ଆଣିବା ପରେ ଆମେ ଆରମ୍ଭ କଲୁ, ଏଇ ଅଳ୍ପ ଦିନ ତଳେ ଆମେ ମନେ ପକଉଥିଲୁ এই ବିଷୟରେ। ଯେତେବେଳେ ଆମେ ପ୍ରଚାରକୁ ଯାଉଥିଲୁ, ପ୍ରାୟ ପ୍ରତ୍ୟେକ ଦିନ ଆମେ ପ୍ରଚାରକୁ ବାହାରୁଥିଲୁ। ମୋର ଗୋଟେ ପୁରୁଣା ଏସଏସ୍ ଥିଲା, ପୁରୁଣା ଏସଏସ୍ ଗାଡିରେ ଆମେ 3 ଜଣ ବାହାରୁଥିଲୁ। ଆଉ ସ୍ୱାଲ ସିଂ ଆଜ୍ଞା, ଆଉ ଜଣେ ପାଷ୍ଟର, ମୁଁ। ଆସିଲା ବେଳକୁ ବେଳେ ବେଳେ ବର୍ଷା ହଉଥିଲା, ବର୍ଷାରେ ଭିଜି ଭିଜି ମଧ୍ୟ ଆମେ ଗୀତ ଗାଇକି ଆସୁଥିଲୁ। ମାନେ ଯୋଉ ଆନନ୍ଦ ଆସୁଥିଲା ସେତେବେଳେ ଈଶ୍ୱରଙ୍କର ବାକ୍ୟ ପ୍ରଚାର କରିବା ପାଇଁ, ଲୋକମାନଙ୍କ ପାଖରେ ନିଜର ସାକ୍ଷ୍ୟ ଦବା ପାଇଁ ବହୁତ ଆନନ୍ଦ। ଆଉ ଯେତେବେଳେ ଆମେ ଫେରୁଥିଲୁ ଗୀତ ଗାଇ ଗାଇ, ବର୍ଷା ହେଲେ ମଧ୍ୟ ଗୀତ ଗାଇ ଗାଇ ଆମେ ଆସୁଛୁ। ଦିନକର କଥା, ବର୍ଷା ହଉଛି, ଆମେ ଭିଜି ଭିଜି ଆସୁଛୁ, ଆଉ ଆମ କଣ୍ଠରୁ ପରମେଶ୍ୱରଙ୍କର ସ୍ତୁତି ଗାନ ଚାଲିଛି। ଏମିତି ଗାଇବା ସମୟରେ ହଠାତ୍ ମୋର ଭିତରେ ଗୋଟେ ଚିନ୍ତା, ଇଚ୍ଛା କହିବି କି ଚିନ୍ତା କହିବି ମୁଁ ଜାଣିପାରୁନି। ଆଉ ମୁଁ ଚିନ୍ତା କଲି, ଚିନ୍ତା କରିନି, ବୋଧେ ଇଚ୍ଛାଟା ଆସିଲା ଯେ ଯଦି ଗୋଟେ 4 ହ୍ୱିଲର ହୋଇଥାନ୍ତା, 4 ହ୍ୱିଲରରେ ଥିଲେ ଆଉ ଏଇ ବର୍ଷାରେ ଭିଜି ହଅନ୍ତା ନାହିଁ। ଜଷ୍ଟ ଏତିକି କେବଳ ମନ ଭିତରକୁ ଆସିଲା, ମୁଁ ଚିନ୍ତା କରିନାହିଁ କି ମୁଁ ଭାବି ନାହିଁ, ବାସ୍ ମନ ଭିତରେ ଆସିଲା ଆଉ ମୁଁ ଭୁଲିଗଲି। କାରଣ ମୁଁ ସେଇ ଦିନ ପର୍ଯ୍ୟନ୍ତ କେବେ ବି ଚିନ୍ତା କରିନଥିଲି 4 ହ୍ୱିଲର ପାଇଁ। କାହିଁ ମୋଟରସାଇକେଲ ମୋ ପାଇଁ ଯଥେଷ୍ଟ ଥିଲା। କିନ୍ତୁ ଆଶ୍ଚର୍ଯ୍ୟର କଥା, 5-6 ଦିନ ଭିତରେ ଗୋଟେ ଦିନ ମୁଁ ବ୍ୟାଙ୍କକୁ ଯାଇଥିଲି, ମୋର ଗୋଟେ ପର୍ସନାଲ ଲୋନ ଥିଲା। ଆଉ ମୁଁ ଯାଇକି ପଚାରିଲି ଆଉ କେତେଟା ଇନଷ୍ଟଲମେଣ୍ଟ ଅଛି? ସେ କହିଲେ ଗୋଟେ ଅଛି। ମୁଁ ପଳେଇ ଆସିଥିଲି। ସିଏ ମତେ ଆଉ ଥରେ ଡାକିଲେ, ଡାକି କହିଲେ ସାର୍ ଆପଣ ଗୋଟେ କାର ନେଇ ଯାଉନାହାନ୍ତି। ଆଶ୍ଚର୍ଯ୍ୟ କଥା, ମୁଁ ତ ଚିନ୍ତା ବି କରୁନି କାର ବିଷୟରେ। ମୁଁ କହିଲି ନାଇଁ ମୋର କାର କଣ ହବ ସାର୍, କିଛି ଦରକାର ନାହିଁ, ମୋଟରସାଇକେଲ ଯଥେଷ୍ଟ ମୋର, କହିକି ପଳେଇ ଆସୁଥିଲି। ତାପରେ ଆଉ ଗୋଟେ ଇଚ୍ଛା ମୋ ଭିତରକୁ ଆସିଲା, ଯଦି ବୋଲେରୋ ଗୋଟେ ହେଲେ ମୁଁ ଭଡା ଲଗେଇଥାନ୍ତି। ପରମେଶ୍ୱର ସେଦିନର ସେଇ ପ୍ରାର୍ଥନା, ତାକୁ ପ୍ରାର୍ଥନା ହିଁ କହିଲି, ଭାବିଲି ମୁଁ, ଯୋଉଟା ଇଚ୍ଛା ମୋର ଭିତରେ ଥିଲା। ପ୍ରାର୍ଥନା ଥିଲା ଯେ ପ୍ରଚାର ପାଇଁ ବହୁତ ବଢିଆ ହବ, ଆମେ ଭିଜିବୁ ନାହିଁ, ବର୍ଷା ହେଲେ ମଧ୍ୟ ଶୀତ ହେଲେ ମଧ୍ୟ ଆମେ ପ୍ରଚାରରେ ଯାଇପାରିବୁ। ଆଉ ସେଇଥିପାଇଁ ସେଇ ପ୍ରାର୍ଥନାକୁ, ହୃଦୟ ଭିତର ସେଇ ପ୍ରାର୍ଥନାକୁ ପ୍ରଭୁ ଶୁଣିକି କାର ଦେବାର ଯୋଜନା କରିଛନ୍ତି ମତେ। କିନ୍ତୁ ଶୈତାନ ମୋ ଭିତରେ ପୁରେଇ ଦେଲା ଯେ ଗୋଟେ ବୋଲେରୋ ହେଲେ ତୁ ଭଡା ଲଗେଇ ପାରିବୁ। ଆଉ ଫେରିଗଲି, ମୁଁ ଯାଇକି କହିଲି ସାର୍ ବୋଲେରୋ ହେଇପାରିବ ତ? ସେ କହିଲେ ହଁ, କାହିଁ ହବନି ସାର୍, ହବ। ତାହେଲେ କଣ କରିବାକୁ କୁହନ୍ତୁ? ଯାହା ଯୋଉ ପାରାଫାନ୍ୟା କରିବାକୁ କହିଲେ, କୋଟେସନ, ସେ ଯାହା ଯାହା ଅଫିସ କାମ ତ ମୋର, ମୁଁ ନିଜର ଅଫିସ ମୁଁ ସବୁ କରିଦେଇ ପାରିବି। ଆଉ ତାପରେ ସାଙ୍ଗେ ସାଙ୍ଗେ ଯାଇକି କଲି, ଗାଡି ନେଇକି ଆସିଲି। ମୋର କହିବା କଥା, ଆମେ ଯାହା ଚିନ୍ତା କରିଥାଉ, କୋଉଟା ଚିନ୍ତା କରିଥାଉ, ତାଙ୍କ ରାଜ୍ୟ ପାଇଁ ଆମେ ଯାହା ଚିନ୍ତା କରିଥାଉ, ଆମେ ପାଟିରେ ସ୍ୱୀକାର ନ କଲେ ବି, ଉଚ୍ଚାରଣ ନ କଲେ ବି ସେ ତାହା ଗ୍ରହଣ କରନ୍ତି ଆଉ ଆମର ଇଚ୍ଛାକୁ ପୂରଣ କରନ୍ତି। ଆମେ ଯେ ତାଙ୍କର ଇଚ୍ଛା ପୂରଣ କରିବା, ସେ ଆମର ଇଚ୍ଛା ପୂରଣ କରନ୍ତି। ଗାଡି ନେଇ ଆସିଲି, ଭଡା ଲଗେଇଦେଲି। ଈଶ୍ୱରଙ୍କର ଇଚ୍ଛା ଥିଲା ଅଲଗା, ତାଙ୍କର ଉଦ୍ଦେଶ୍ୟ ଥିଲା ଅଲଗା, ମୁଁ ଆଉ ଗୋଟେ କାମରେ ଲଗେଇଲି। କେତେ ମାସ ଏମିତି ଚାଲିଲା। ତାପରେ ଦେଖିଲି ପ୍ରାୟ ବର୍ଷେ, ଦେଖିଲି ଯେ 3 ମାସରେ 4ଟା ଭଡା ଡ୍ରାଇଭର।
ଯେହେତୁ 4000 ମଧ୍ୟ କମ୍ପ୍ଲିଟ ନାହିଁ 3900 ମୁଁ ତାକୁ ପଚାରିଲି 3 ମାସରେ 4ଟା ଭଡା ଗୋଟେ ମାସରେ ତୁ 6000 ଟଙ୍କା ଦରମା ନଉଛୁ 36 18,000 ଆଣିଛୁ 3900 ସେ କହିଲା ଆଜ୍ଞା ସିଜନ ନାହିଁ ତ ଏଇଟା ତାକୁ କହିଲି ଠିକ ଅଛି ସିଜନ ଯଦି ନାହିଁ ସିଜନ ଆସିଲେ ତାପରେ ତୁ ଆସି ଯା ଗାଡି ଚଲେଇବା ନାହିଁ ମୁଁ ଗାଡି ସେମିତି ରଖିଦେଲି ଆଉ ଭଡା ଦେଲି ନାହିଁ କାହିଁକି କାରଣ ସେଇଟା ଈଶ୍ୱରଙ୍କର ଉଦ୍ଦେଶ୍ୟ ନଥିଲା ସେ ଗାଡି ଦେଇଛନ୍ତି ତାଙ୍କ ରାଜ୍ୟ ପାଇଁ ସେ ଗାଡି ତାଙ୍କ ରାଜ୍ୟ ସକାଶେ ହିଁ ବ୍ୟବହୃତ ହବ ତାହା ନ ଜାଣି ଏହି ସତ୍ୟତାକୁ ଉପଲବ୍ଧି ନ କରିକି ମୋର ନିଜର ଇଚ୍ଛାରେ ମୁଁ ଚାଲୁଥିବାରୁ ପ୍ରଭୁ ମତେ ଦେଖେଇଦେଲେ ଯେ ମୋର ଇଚ୍ଛା ତୁ ପାଳନ କରେ ପ୍ରିୟ ମାନେ ଆମେ ତାଙ୍କର ଇଚ୍ଛାରେ ଚାଲିବା ଆଉ ଆମେ ଯାହା ବି ମାଗିବା ମୋ ନାମରେ ଆଜି ପର୍ଯ୍ୟନ୍ତ କିଛି ମାଗିନା ମାଗି ଦେଖ ତୁମର ଆନନ୍ଦ ପାଇଁ ସବୁ କିଛି ମୁଁ ତୁମକୁ ଦେବି ପ୍ରଭୁ ଆମ ସମସ୍ତଙ୍କୁ ଏହି ସାକ୍ଷ୍ୟ ଦେଇ ଆଶୀର୍ବାଦ କରୁ